ସାଙ୍ଗମାନେ କ'ଣ ଆପଣ ଜାଣିଛନ୍ତି କି ଦୁନିଆରେ ଏମିତି ବି ଗୋଟିଏ ପକ୍ଷୀ ଅଛି ଯିଏ କେବେ ତଳେ ବସେନି ବୋଲି? ହଁ ସାଙ୍ଗମାନେ, ଏ ଦୁନିଆରେ ତ ଆପଣମାନେ ବହୁତ ପ୍ରକାରର ପଶୁପକ୍ଷୀ ଦେଖିଥିବେ, ଯେଉଁମାନେ ଖୋଲା ପଡ଼ିଆ କିମ୍ବା ଚାଷ ଜମିରେ ଚାଲି ବୁଲି ତାଙ୍କର ଖାଦ୍ୟ ସଂଗ୍ରହ ବା ଖାଇ ବୁଲୁଥିବାର। ତ ଏମିତି ବି ଗୋଟିଏ ପକ୍ଷୀ ଅଛି ଯିଏ କେବେ ଗଛରୁ ତଳକୁ ଆସେନି, ଯାହାର ନାଁ ହେଉଛି ୟେଲୋ ଗ୍ରୀନ୍ ପିଜିଅନ୍, ଯାହାକୁ ଆମେ ହରିୟଲ ନାମରେ ମଧ୍ୟ ଜାଣୁ। ଏବଂ ଏମାନେ ସବୁବେଳେ ବଡ଼ ବଡ଼ ଗଛରେ ତାଙ୍କର ବସା ବାନ୍ଧିଥାନ୍ତି, ଯେମିତିକି ବରଗଛ, ଓସ୍ତ ଗଛ ଏବଂ ଶାଳ ଗଛ ପରି ବଡ଼ ବଡ଼ ଗଛରେ ବସା ବାନ୍ଧିଥାନ୍ତି। ତ ଫ୍ରେଣ୍ଡସ୍, କିଛି ଲୋକ ୟାକୁ ମାନୁଛନ୍ତି କି ଏହି ପକ୍ଷୀ କେବେ ହେଲେ ଗଛରୁ ତଳକୁ ଆସେନି, କାହିଁକି ନା ଏମାନେ ସବୁବେଳେ ଫଳ ଖାଇବାକୁ ପସନ୍ଦ କରନ୍ତି ଏବଂ ସେହି ଫଳ ଆଉ ଫଳର ରସରେ ତାଙ୍କର ଭୋକ ଓ ଶୋଷ ମେଣ୍ଟିଯାଏ। ତ ଏଥିପାଇଁ ଏମାନେ ତଳକୁ ଆସନ୍ତି ନାହିଁ। କିନ୍ତୁ ଏମିତି ନୁହଁ କି ଏହି ପକ୍ଷୀ କେବେ ତଳକୁ ଆସେନି, ଏମାନେ ବି ତଳକୁ ଆସିଥାନ୍ତି। ଯେତେବେଳେ ବହୁତ ଦିନ ଧରି ବର୍ଷା ହୁଏନି, ସେତେବେଳେ ସେମାନେ ତଳକୁ ପାଣି ପିଇବାକୁ ଓହ୍ଲେଇଥାନ୍ତି। ତ ଏମାନେ ସବୁବେଳେ ଦଳରେ ରହିବାକୁ ପସନ୍ଦ କରନ୍ତି, ସେଥିପାଇଁ ଏମାନେ ପୁରା ସୁନସାନ ଜାଗାକୁ ଓହ୍ଲେଇଥାନ୍ତି, ଯେଉଁଠି ମଣିଷମାନେ ଯିବା ଆସିବା କରୁନଥିବେ। ତ ଫ୍ରେଣ୍ଡସ୍, ଆପଣମାନେ ଯଦି କିଛି ଏହି ପକ୍ଷୀ ବିଷୟରେ ଅଧିକ ଜାଣିଥିବେ, କମେଣ୍ଟ ମାଧ୍ୟମରେ ଜଣାଇବେ। ଧନ୍ୟବାଦ।